ହଠାତ୍ କୋଉଠୁ କେଜାଣି ଆସି ପହଞ୍ଚିଗଲା ଭୂତିଆ ଚଢ଼େଇ ଆଉ କହିଲା, ମୋତେ ବହୁତ ଜୋର ଭୋକ ଲାଗିଲାଣି। ମୋତେ ତ ଖାଇବାକୁ ଇଚ୍ଛା ହେଲାଣି। ଯାଏ କୋଉଠି ଭଲ ଖାଇବା ଦେଖି ଖାଇବି। ଏମିତି କହି ଯାଇ ଶୁଆ ଘରେ ପଶିଗଲା। ଆଉ ଶୁଆର ସବୁ ଖାଦ୍ୟ ଖାଇଦେଲା। ଶୁଆ ଗୋଟେ ଜାଗାରେ ଥାଇ ଦେଖିଲା ଯେ, ଆରେ ଇଏ ତ ଭୂତିଆ ଚଢ଼େଇ। ଇଏ କୋଉଠୁ ଆସିଲା? ଇଏ ତ ସବୁ ଖାଇବା ଖାଇଦେଲାଣି। ଏବେ ମୁଁ କ'ଣ କରିବି? ଆରେ ତୁ କ'ଣ ମୋତେ ଦେଖି ଡରି ଯାଉଛୁ? ଜମା ବି ଡରେନା। ତୁ ଗୋଟେ ଥର ପାଇଁ ତୋ ଭଗବାନଙ୍କୁ ତୁ ଡାକିନେ, କାହିଁକି ନା ମୁଁ ତୋତେ ଖାଇବି। ମୁଁ ତୋତେ ଛାଡ଼ିବିନି। ଦୟାକରି ମୋତେ ଛାଡ଼ିଦିଅ। ମୋର ଗୋଟେ ଛୋଟ ଛୁଆଟେ ଅଛି। ମୋତେ ଟିକେ ଦୟା କର। ଭୂତିଆ ଚଢ଼େଇ ଶୁଆ କଥା ନ ଶୁଣି ଶୁଆକୁ ମାରିଦେଲା ଆଉ ସେଠାରୁ ପଳେଇଗଲା। ଏମିତି ପ୍ରତିଦିନ ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କୁ ବି ଭୂତିଆ ଚଢ଼େଇ ମାରିଦିଏ। ଭାରି ଜୋର ଭୋକ ଲାଗିଲାଣି, ହେଲେ କିଛି ଖାଇବାକୁ ନାହିଁ। କ'ଣ କରିବି? ଯାଉଛି ଜଙ୍ଗଲକୁ ଯିବି, ଆଉ କୌଣସି ଚଢ଼େଇ ଦେଖି ମାରି ଖାଇଦେବି। ଏମିତି କହି ଭୂତିଆ ଚଢ଼େଇ ଜଙ୍ଗଲକୁ ବାହାରିଗଲା। ଆଉ ଜଙ୍ଗଲରେ ଯାଇ ଦେଖେ ତ ଦିଟା ଚଢ଼େଇ ବସି କଥା ହେଉଥିଲେ। ଆଉ ଭୂତିଆ ଚଢ଼େଇ ଯାଇ ସେଠି ପହଞ୍ଚିଗଲା। ଆଉ ସେ ଦିଟା ଚଢ଼େଇକୁ ଭୂତିଆ ଚଢ଼େଇ ମାରି ଖାଇଦେଲା। ତା ପରଦିନ ସକାଳୁ ସକାଳୁ ଜଙ୍ଗଲର ଅନ୍ୟ ଚଢ଼େଇମାନେ ଯାଇ ଦେଖନ୍ତି ତ ଚଢ଼େଇର ଅଧା ଅଧା ଲାଶ ପଡ଼ିଥିଲା। ଆଉ ସେମାନେ କଥା ହେଲେ, ଏମିତି କିଏ କରୁଛି? ଆଉ କିଏ ଆସି ଏମିତି ଚଢ଼େଇମାନଙ୍କୁ ମାରି ଦେଉଛି? ଶାଗୁଣା କହିଲା, କିଏ ଏମିତି କରୁଛି? ଜଙ୍ଗଲର ଗୋଟେ ଗୋଟେ ଚଢ଼େଇ ପ୍ରତିଦିନ ଏମିତି ମରୁଛନ୍ତି ଯେ। ଏତିକିବେଳେ ଟିକି ଚଢ଼େଇ କହିଲା, ଏ କାମ ହେଉଛି ଭୂତିଆ ଚଢ଼େଇର। ସମସ୍ତେ କଥା ହୋଇ ଯାଇ ଜଙ୍ଗଲର ଗୁଣିଆ ପାଖରେ ପହଞ୍ଚିଲେ। ସେମାନେ ବାବାକୁ ଯାଇ ସବୁ କଥା କହିଲେ ଭୂତିଆ ଚଢ଼େଇ ବିଷୟରେ। ଆଉ ଜଙ୍ଗଲକୁ ବାବା ଆସି ପହଞ୍ଚିଗଲେ। ଭୂତିଆ ଚଢ଼େଇ ଆସି ସାଙ୍ଗେ ସାଙ୍ଗେ ବାବା ପାଖରେ ପହଞ୍ଚିଗଲା। ବାବା ପଚାରିଲେ, ତୁ କିଏ? ତୁ କୋଉଠୁ ଆସିଛୁ? କାହିଁକି ଜଙ୍ଗଲର ପ୍ରତି ଚଢ଼େଇମାନଙ୍କୁ ମାରି ଦେଉଛୁ? ହଁ ହଁ, ମୁଁ ସେମାନଙ୍କୁ ମାରି ଦେଉଛି। ଯୋଉଦିନ ମୋତେ ଖାଇବାକୁ ନ ମିଳୁଛି, ମୁଁ ସେଦିନ ଜଙ୍ଗଲର ଚଢ଼େଇକୁ ମାରି ସେମାନଙ୍କୁ ଖାଇ ଦେଉଛି। ଏ ବାବା, ମୋତେ ଭୋକ ଲାଗିଲାଣି। ତୁ ଜଲ୍ଦି ଖାଇବାକୁ ଦେ, ନହେଲେ ମୁଁ ତୋତେ ମାରି ଖାଇଯିବି। ହଁ ହଁ, ମୁଁ ତୋତେ ଖାଇବାକୁ ଦେବି। ତୁ ଏବେ ମୋତେ ସତ କଥା କହ, ତୁ କେମିତି ଭୂତିଆ ଚଢ଼େଇ ହେଲୁ? କ'ଣ କହିବି? ମୋର ଶାଶୁ ଆଉ ମୋ ସ୍ୱାମୀ ମୋତେ ମାରି ଦେଇଛନ୍ତି। କାହିଁକି ନା ମୁଁ ତାଙ୍କର ଖରାପ ଗୁଣଟାକୁ ପ୍ରତିରୋଧ କଲି। ସେଥିଲାଗି ସେମାନେ ମୋତେ ଜଙ୍ଗଲକୁ ଆଣି ଖାଇବାକୁ ନ ଦେଇ ବାନ୍ଧି ପକେଇଦେଲେ। ଯେମିତି ମୁଁ ନ ମରିଲି, ସେ ମୋତେ ମାରିଦେଲେ। ମୁଁ ସେଇ ଦିନଠୁ ଭୂତିଆ ଚଢ଼େଇ ହେଇଗଲି। ଆଉ ଜଙ୍ଗଲରେ ପ୍ରତିଶୋଧ ନେବା ପାଇଁ ବୁଲିଲି ଭୂତ ହେଇ। ମୁଁ କାହାରିକି ଛାଡ଼ିବିନି। ସେମାନେ ମୋତେ ବହୁତ ହଇରାଣ କରିଛନ୍ତି, ଆଉ ମୋତେ ମାରି ବି ଦେଲେ। ସେମାନେ ଯେତେବେଳେ ମୋତେ ମାରୁଥିଲେ, ମୁଁ ମନା କଲି, ମୋତେ ମାରନି, ମୁଁ ତୁମକୁ ଛାଡ଼ିକି ପଳେଇବି। ହେଲେ ସେ ମୋ କଥା ମାନିଲେନି, ମାରିଦେଲେ। ମୁଁ ସେଇ ଦିନଠୁ ଭୂତିଆ ଚଢ଼େଇ ହେଇଗଲି। ପ୍ରତିଶୋଧ ନେବି ବୋଲି ଜଙ୍ଗଲରେ ଭୂତ ହେଇ ଘୁରି ବୁଲିଲି। ଏତିକିବେଳେ ବାବା ସାଙ୍ଗେ ସାଙ୍ଗେ ପବିତ୍ର ଗଙ୍ଗା ପାଣି ତା ଉପରେ ପକେଇଦେଲେ। ଆଉ ଭୂତିଆ ଚଢ଼େଇ ଜଳି ମରିଗଲା।